ସେଇଠି କହୁଛି। ଆଲୋ ଆଲୋ ଏଇଟା ପାଗିଳିଟା ନା କଣ? ହଁ ଲୋ ଏଇଟା ଗୋଟେ ପାଗିଳିଟା। সুযোগ নেই ମୋ ଦେହକୁ କ୍ଷତ ବିକ୍ଷତ କରିଦେଇଛ। ମୋ ଉପରେ ଆବର୍ଜନା ପକେଇ ମୋ ଦେହକୁ ବିଷାକ୍ତ କରିଦେଇଛ। ଆଲୋ ତୁ ତ ନିଜେ ଗୋଟେ ଆବର୍ଜନାର ପାହାଡ। ତୋ ଉପରେ ଆବର୍ଜନା ପକେଇଲା କି? ତମେ ପକେଇଛ। ତମେ ସମସ୍ତେ ପକେଇଛ। କଣ କହିଲୁ? ଆମେ ପକେଇଛୁ? ହଁ ହଁ ତମେ ପକେଇଛ। ତମେ ମାନେ ପଲିଥିନ ପ୍ଲାଷ୍ଟିକ କାଗଜ ଟୁକୁଡ଼ା ଓ ବୋତଲ ପକେଇ ଏ ସଫା ଗୁଡ଼ାକୁ ଅସନା କରିଛ। ଆଉ ଖୋଲା ଜାଗାରେ ଝାଡା ପରିସ୍ରା କରି ପରିବେଶକୁ ଦୂଷିତ କରିଛ। ଦେଖ ସେପଟେ ଦେଖ, ଟ୍ୟୁବୱେଲ ଚାରିପଟେ ମଧ୍ୟାହ୍ନ ଭୋଜନର ଭାତ ଡାଲି ପକେଇଛ। ଆଉ ସେଠାରେ ପାଣି ଜମା କରି ମଶା ମାଛିଙ୍କ ସଂଖ୍ୟା ବଢାଇଛ। ଇସ୍ କି ଗନ୍ଧ! ମରିବ। डायरिया डेंगू मलेरिया रे तमे समस्त छटपटा होई मरिबा। चुप, आमे विज्ञान जगरे छिया। आमे एते सहजरे मरिबुनी। देख आमे एते सुरभि पई नाच प्रैक्टिस करूछु। तोरे बाज्य भविष्यत बाणी सुनिबा पई आम पाखरे बेला नाही। जा चली जाइटू नाही जे पर्यंत आवर्जना को उठेई तमने डस्टबिन न पकईछ से पर्यंत एठी केई नाची परिबनी कि विज्ञानर जयगान करि परिबनी। उठा उठा कहजे नाही आमे जमा उठेइबुनी। कोन करिबु तू हमर? कोन करिबे मु तमरा? नाही ମୁଁ ତମର କିଛି କରିପାରିବିନି କାରଣ ମୁଁ ତାଙ୍କୁ କଥା ଦେଇଛି ତମେ ମାନେ ମୋ ଉପରେ ଯେତେ ଅତ୍ୟାଚାର କଲେ ବି ମୁଁ ସବୁ ସହିବି, ହେଲେ କିଛି କହିବିନି। ଇଏ ଆମର କିଛି କରିପାରିବନି, କିଛି କରିପାରିବନି କାରଣ ଆମେ ବିଜ୍ଞାନ ଯୁଗର ଝିଅ। ଆମେ ବିଜ୍ଞାନ ଯୁଗର ଝିଅ, ଏ ଆମ ପରି ହବ କୁହ। ଯାହା ଇଚ୍ଛା ଆମେ ତାହା ବି କରିବ, କାହାର କାଟ ଆମେ ନ ମାନିବ। ପାଠ ପଢ଼ି ଆମେ
ନାଇଁ, ଆମେ ମରିବାକୁ ଚାହୁଁନା, ଆମେ ବଞ୍ଚିବାକୁ ଚାହୁଁ, ଆମେ ବଞ୍ଚିବାକୁ ଚାହୁଁ। ହଁ, ତମେ ବଞ୍ଚିବ, ତମେ ବଞ୍ଚିବ, କାରଣ ତମେ ହେଉଛ ମଣିଷ ଜୀବନର ସୂତ୍ରଧର। ତମେ ମାନେ ଶିକ୍ଷିତ, ସୁସ୍ଥ ଆଉ ସବଳ ହେଲେ ଏ ମଣିଷ ଜାତିକୁ ଆଗେଇ ନେଇ ପାରିବ। ଏ ପିଲେ, ତମେ ମୋ କଥା ମାନି ପରିବେଶକୁ ସଫାସୁତୁରା ରଖିବ ତ? ଆରେ କହୁନ କାହିଁକି? ଆରେ 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 ଇଏ କଣ କରୁଛ? ଆମକୁ ଆଉ ଏସବୁ କରିବାକୁ ପଡ଼ିବନି। ମୁଁ ଆଜି ବହୁତ ଖୁସି ରେ ମା, ବହୁତ ଖୁସି। ମୁଁ ଜାଣିଥିଲି ତମ ଭଳି ଝିଅ ମାନେ ଶିକ୍ଷିତ ଆଉ ସଚେତନ ହେଲେ ଏ ଧରଣୀର ଦୁଃଖ ନିଶ୍ଚୟ ଦୂର ହେଇଯିବ, କାରଣ ତମେ ମାନେ ହେଉଛ ଧରଣୀ।